नारायणं नमस्कृत्य नरं चैव नरोत्तमं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपात् परमानन्दमाधवं यत्कृपात्तमहं वन्दे परमानन्दमाधवं। सिञ्चङ्गनहस्तदधरामृतपूरकेण हासावलोककलगीतजहृतशयाग्निं नोचेत् वयं विरहजागृपयुक्त देहा ध्यानेन जाम पदयोः पदवीं सखेते। जर्ह्याम्बुजाक्ष तव पादतलं रमाया दत्तक्षरं क्वचिदरण्यजनप्रियस्य अस्प्राक्ष्मं तत्प्रभृति नान्य समक्षमङ्ग स्तातुं त्वयाभिरमिता बत पारयाम। श्रीजत पदाम्बुजरजश्चकमे तुलस्यान् लब्ध्वापि वक्ष्यसि पदं किलभृत्यजुष्टम् जस्यास्ववीक्षण कृतेऽन्यसुर प्रयास तद्वत् वयं च तव पादरजः प्रपन्ना। तन्नः प्रसीद वृजिनार्दन किङ्घ्रिमूलम् प्रापता विसृज्य वसतिस्त्वदुपासना सा। त्वत्सुन्दर स्मित निरीक्षण तीव्र काम तपतात्वना पुरुष भूषण देहि दास्यं। श्रील सुखदेव गोस्वामी पाद कहते महाराज परीक्षित श्रवण करंतु विक्लवित वाणी ब्रजांगना मानंगर। ब्रह्मा विष्णु नारद चतुसनादि सेव्य ब्रजांगना गोपरमणिगण जहां को स्वनामर भूषण स्वरूप भगवान ग्रहण कर। भगवान जपरि अनंत ताहंकर शक्ति संभार सेपरि अनंत सब तो अनंत नाम संख्या मध्य अनंत। तन्मध्यरे भगवान श्रेष्ठतम नाम बोली कौन ग्रहण कले एवं ता साथरे श्रेष्ठतम विशेषण भी कौन लगे। सप्तकोटि महामंत्र सनातन ऋषिगण 7 कोटि मंत्र निर्माण करते संसार कल्याण और जीवर कल्याण निमंते। मंत्र निर्माता तो नुह मंत्र द्रष्टा। जमी समुद्र भितर द्वीपटी किए तैयारी करे ना समस्त अज्ञात थिला जड़े लोक ताकू प्रथम कर देखा पाइले लोकलोचन को आनिले समस्त कहले गोटे बढ़िया द्वीप अमुक जगार अच्छी हो सुंदर द्वीपटी समुद्र भितर किए जान नथिले आज पर्यंत समुद्र भितर लुकायित द्वीप लोकलोचन को आसला भलिया जो मुनि ऋषिगण मंत्र मानू समाज को प्रदान करिथांती सेमानंकु मंत्र द्रष्टा कहा जाए। मंत्र स्रष्टा किए नाई कहीं साक्षात मंत्र मूर्ति होचंदी भगवान श्री गोविंद वेद भगवान मंत्र यहाँ स्वरूप होइथिबारु छंदांसी जस्य पन्नानि जस्तु वेद सवेदवित्। वेद और ईश्वर एक तत्व तो ध्वन्यात्मक स्वरूप भगवान वेद ए मंत्र गुड़िक
ତାରି ତ ପତ୍ରଟିଏ ଲେଖେ ଗଛର ପତ୍ର ଭଳିଆ, ଛନ୍ଦାଂଶୀ ଯଶ ବେଦାନି। ତ ଏ ମନ୍ତ୍ର ଗୁଡ଼ିକୁ କିଏ ନିର୍ମାଣ କରେ ନା, ବେଦ ସ୍ରଷ୍ଟା ବା ମନ୍ତ୍ର ସ୍ରଷ୍ଟା କିଏ ହୋଇନପାରେ, ଭଗବାନଙ୍କୁ କିଏ ତିଆରି କରିପାରିବନି। ଆଉ ମୁନି ଋଷି ମାନେ ସବୁ ଯୋଉ କହିଛନ୍ତି ନା ଏମାନେ ମନ୍ତ୍ର ଦ୍ରଷ୍ଟା, କଣ ବୁଝିପାରିଲେ ନା? ମନ୍ତ୍ରଟାକୁ ଦେଖେଇ ଦିଅନ୍ତି, ଆରେ ପିଲେ ଏମିତି ଏଇ ମନ୍ତ୍ରଟା ଦେଖରେ, ଏହାକୁ ଲେଖିକି ନିଅ, ଜପ ତପ କର, ଏଇ ପ୍ରକାରରେ 1 ଲକ୍ଷ ପୁରସ୍ଚରଣ କଲେ ତୁମର ଅନେକ ମାନସିକ ବାସନା ପୂରଣ ହେବ, କିମ୍ବା ଆତ୍ମକଲ୍ୟାଣ ହେବ, କିମ୍ବା ଗୋବିନ୍ଦ ଚରଣାର ଭିତରେ ଭକ୍ତି ଜାତ ହବା, କିମ୍ବା ଦିବ୍ୟ ଜ୍ଞାନ ଲାଭ ହେବ, ଯୋଉ ମନ୍ତ୍ରର ଯୋଉ କ୍ରିୟା। ଏତାଦୃଶ ମନ୍ତ୍ରମୟ ଭଗବତ ସ୍ୱରୂପ ଏ ମନ୍ତ୍ରଦ୍ରଷ୍ଟା ଋଷିଗଣ ସମସ୍ତେ ସମସ୍ୱରରେ ସ୍ୱୀକାର କରିଛନ୍ତି ଯେ ସପ୍ତକୋଟି ମହାମନ୍ତ୍ର ମଧ୍ୟରେ ଶ୍ରେଷ୍ଠତମ ମନ୍ତ୍ର ରାଜ, ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର ରାଜ। ସେ ମନ୍ତ୍ରରେ ଏ ମନ୍ତ୍ର ଯେଉଁମାନେ ପାଇଛନ୍ତି ଗୁରୁଦେବଙ୍କ ନିକଟରୁ ପରମ୍ପରା କ୍ରମେ ଗୋବିନ୍ଦଙ୍କ ପାଖରୁ ଗଡ଼ି ଆସିଥିବା ସେମାନେ ଭାଗ୍ୟବାନ ବୋଲି ଶାସ୍ତ୍ରରେ ବର୍ଣ୍ଣନା ଅଛି। ଏ ମନ୍ତ୍ରର ଭଗବାନଙ୍କର ବିଶେଷଣ କଣ ରହିଲା? ନାମ ରହିଲା ଗୋବିନ୍ଦ, ନାମ ରହିଲା ଗୋବିନ୍ଦ। କୋଉ ଗୋବିନ୍ଦ ନା ଗୋପୀ ଜନ ବଲ୍ଲଭ। ଗୋବିନ୍ଦଙ୍କୁ କେମିତି ଚିହ୍ନିବା? ମନ୍ତ୍ର ରାଜରେ କଣ ତାଙ୍କର ନିର୍ଦ୍ଦେଶ ଦିଆଗଲା, ବିଶେଷଣ ଦିଆଗଲା? ଗୋପୀ ଜନ ବଲ୍ଲଭ, ଆଉ ସେ କିଛି ନୁହନ୍ତି, କାହିଁ ବ୍ରହ୍ମାଣ୍ଡ କର୍ତ୍ତା ହେଇଥାଇପାରନ୍ତି, ସେ ବି ଗୋଟେ ତାଙ୍କର ବିଶେଷଣ। ବିଶ୍ୱନିୟନ୍ତା, ଆଉ ଜୀବମାନଙ୍କର ଆତ୍ମାନ୍ତର୍ଯାମୀ, ସବୁ ଜୀବଙ୍କର ହୃଦୟ ସ୍ଥିତ ନା, ହଁ ତାହା ମଧ୍ୟ ଗୋଟେ ଲକ୍ଷଣ, ତାଙ୍କର ଗୋଟେ ବିଶେଷଣ। ଆଉ ସେ ସବୁ ଦେବତା ମାନଙ୍କର ମୂଳପିଣ୍ଡ ନା, ହଁ ସେ ବି ଗୋଟେ ଲକ୍ଷଣ। ଦେବାଦିଦେବ ଆଦିକନ୍ଦ ନା, ହଁ ସେ ବି ଗୋଟେ ଲକ୍ଷଣ। ଅନେକ ଲକ୍ଷଣ ଅଛି, କିନ୍ତୁ ମେନ୍ ଲକ୍ଷଣ, ମୁଖ୍ୟ ଲକ୍ଷଣଟା କଣ ନା ଗୋପୀ ଜନ ବଲ୍ଲଭ। ସେ ମନ୍ତ୍ରରେ ନିଆଗଲା ନା। ଯୋଉ ଗୋପୀ ମାନଙ୍କୁ ନିଜର ଭୂଷଣ ସ୍ୱରୂପ ଭଗବାନ ଗ୍ରହଣ କରିଛନ୍ତି, ବିଶେଷଣଟା ଭୂଷଣ ହୁଏ କି ନାଇଁ କି? ପଣ୍ଡିତ ମହାଶୟ, ପଣ୍ଡିତଟା ତାର ଭୂଷଣ ହେଲାନି କି ପାଣ୍ଡିତ୍ୟଟା, ନାଇଁ କି? ସଙ୍ଗୀତଜ୍ଞ ଅମୁକ, ଯେମିତି ବିଶେଷଣ ଭୂଷଣ ସ୍ୱରୂପ, ଏମିତି ଭଗବାନଙ୍କର ଭୂଷଣ କଣ? ଗୋପାଙ୍ଗନା ଗଣ। ସେଇ ଗୋପାଙ୍ଗନା ଗଣ ରାସମଣ୍ଡପକୁ ଯିବା ପୂର୍ବରୁ ଭଗବାନଙ୍କ ନିକଟରେ ଆତ୍ମନିବେଦନ କରି ବିକ୍ଳବିତ ସ୍ୱରରେ ନିଜର ଅନ୍ତଃକରଣର ଭାବମୟ ଆବେଗମୟ ପ୍ରୀତି ନିବେଦନ ଉପସ୍ଥାପନ କରୁଛନ୍ତି। ଶ୍ୟାମ ସୁନ୍ଦର କଣ ବୋଲି ସମ୍ବୋଧନ କରୁଛନ୍ତି? ହେ ପୁରୁଷ ଭୂଷଣ, ଦେହି ଦାସ୍ୟମ, ଦେହି ଦାସ୍ୟମ। ପୁରୁଷ ଭୂଷଣ ଦେହି ଦାସ୍ୟମ, ପାଦ ତଳେ ଆମକୁ ଟିକେ ସ୍ଥାନ ଦିଅନ୍ତୁ। ତନ୍ନଃ ପ୍ରସୀଦ, କୃପା କରିକିରି ଅନୁକମ୍ପା କରି ଆପଣଙ୍କ ପାଦ ତଳେ ଟିକେ ସ୍ଥାନ ଦିଅନ୍ତୁ। ପୁରୁଷ ଭୂଷଣ ବୋଲି କେଉଁମାନେ ସମ୍ବୋଧନ କରୁଛନ୍ତି? ଯେଉଁମାନଙ୍କୁ ଭଗବାନ ନିଜେ ଭୂଷଣ ସ୍ୱରୂପ ଗ୍ରହଣ କରିଛନ୍ତି, ଯେଉଁମାନଙ୍କୁ ଭଗବାନ ନିଜେ ଭୂଷଣ ସ୍ୱରୂପ ଗ୍ରହଣ କରିଛନ୍ତି, ନିଜ ନାଁ ସେଥିରେ ଲଗେଇଛନ୍ତି। ଆମେ ତାଙ୍କୁ ପଚାରିବା ଭଗବାନଙ୍କୁ, କୃଷ୍ଣଙ୍କୁ, ଏଇ ତୁମେ କିଏ ହୋ? ମୁଁ ଗୋପୀଜନ ବଲ୍ଲଭ, ନାଇଁ କି? ସେ ଆତ୍ମପରିଚୟ ଦଉଛନ୍ତି। ଅତଏବ ଏଠି ଆମକୁ ଚିନ୍ତା କରିବାକୁ ହବ, ଏ ଗୋପାଙ୍ଗନା ଗଣ ସାମାନ୍ୟ ନୁହନ୍ତି, ଇଏ ଭଗବାନଙ୍କର ଭୂଷଣ ସ୍ୱରୂପ ଭଗବାନ ଗ୍ରହଣ କରିଛନ୍ତି, ଏବଂ ଭଗବାନ ମଧ୍ୟ
ଏମାନଙ୍କ ଭୂଷଣ ସ୍ୱରୂପ। ଯେମିତି କୃଷ୍ଣ କହୁଛନ୍ତି ତୁମେ କିଏ ବୋଲି ପଚାରିଲେ ମୁଁ ଗୋପୀଜନ ବଲ୍ଲଭ। ବ୍ରଜାଙ୍ଗନ ମାନଙ୍କୁ ଯଦି ପଚାରିବା ତୁମେ କିଏ ଶୁଣ, ତମେ କୃଷ୍ଣ ସେବିକା, କୃଷ୍ଣ ଦାସୀ, এই ପରିଚୟଟି ଯିଏ ଦେବେ। ଆମେ ହଉଛୁ କୃଷ୍ଣ ଦାସୀ। କାଲି ଆମେ ଆଲୋଚନା କରିଥିଲେ ଶତ ସଂଖ୍ୟକ ଶୁଦ୍ଧ ସୁବର୍ଣ୍ଣର କ୍ଷୁଦ୍ର କ୍ଷୁଦ୍ର ପତ୍ରୀର ଚତୁଷ୍ପାର୍ଶ୍ୱରେ ଥାଇ ଏମାନେ ମଧ୍ୟ ଦେଶରେ ଗୋଟିଏ ମହାମୂଲ୍ୟ ନୁହଁ, ଦୁର୍ଲଭ ମଣି, ଦୁର୍ଲଭ ରତ୍ନଟିଏ ଖଞ୍ଜିଦେଲେ ରତ୍ନଟିର ଶୋଭା ଯେପରି ବଢିଯାଏ, ସୁବର୍ଣ୍ଣ ପତ୍ରୀ ଦିହରେ ପଦକ ଦିହରେ ବସି ସୁବର୍ଣ୍ଣର ଶୋଭା ମଧ୍ୟ ଯେପରି ବଢିଯାଏ ରତ୍ନକୁ ପାଇ, ସୁବର୍ଣ୍ଣର ମୂଲ୍ୟ ବଢିଯାଏ। କାଲି ଆମେ ଆଲୋଚନା କରିଛେ ରତ୍ନକୁ ପାଇ ସୁବର୍ଣ୍ଣର ମୂଲ୍ୟ ଯେପରି ଆଉ ବଢିଯାଏ, ପଦକ ଭିତରେ ବସିଥିବା ଦୁର୍ଲଭ ରତ୍ନଟି, ଏଠି କହୁଛନ୍ତି ରତ୍ନର ମଧ୍ୟ ମୂଲ୍ୟ ବଢିଯାଏ। କାହିଁକି? ରତ୍ନଟି ଯଦି ଖାଲି ଟେବୁଲ ଉପରେ ଥୁଆ ହେଇଥାନ୍ତା, ଫରୁଆ ଭିତରେ ଥୁଆ ହେଇଥାନ୍ତା, ଗୋଟେ ପ୍ଲେଟରେ ଥୁଆ ହେଇଥାନ୍ତା, ଏଡେ ଶୋଭା ଦୁଷନ୍ତାନି। କୁଟିକମ ହୋଇଥିବା କାରୁକାର୍ଯ୍ୟ ସମ୍ପନ୍ନ ସୁବର୍ଣ୍ଣ ପତ୍ରୀ ମାନଙ୍କ ଭିତରେ ପଦକରେ ଥାଇ ଯେପରି ଶୋଭା ସିଏ ପାଉଛି, ନୁହେଁ କି? ତାର ଶୋଭା ଯେପରି ଶତଗୁଣିତ ହେଇଯାଇଛି। କାହା ଭିତରେ ଥିଲେ? ସୁବର୍ଣ୍ଣ ପତ୍ରୀ ମାନଙ୍କ ଭିତରେ ପଦକର ମଝିରେ ବସିଥିଲେ ଦୁର୍ଲଭ ରତ୍ନଟି, ସୁବର୍ଣ୍ଣର ମୂଲ୍ୟ ବଢିଗଲା। ତଦ୍ରୂପ ରତ୍ନର ମଧ୍ୟ ଶୋଭା ବଢି ଯାଉଛି। ତ ସୁବର୍ଣ୍ଣ ଯୋଗୁଁ ରତ୍ନର ଶୋଭା ବଢୁଛି, ରତ୍ନ ଯୋଗୁଁ ସୁବର୍ଣ୍ଣର ମୂଲ୍ୟ ବଢୁଛି। ଉଭୟର ପରିପୂରକ, କିଏ କାହାକୁ କମ୍ ନୁହନ୍ତି। ଗୋଟିଏ ବାକ୍ୟରେ ରସିକ ଶେଖର, ରସଜ୍ଞ ପୁରୁଷ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଯେ ରସତତ୍ତ୍ୱଜ୍ଞ, ରସିକ ଶେଖର କହିବା ଉଚିତ ନୁହଁ, ସେ ଶବ୍ଦ କେବଳ ଭଗବାନଙ୍କ ପାଖରେ ଲାଗେ। ରସତତ୍ତ୍ୱ ଜ୍ଞାନ ଥିବା ବ୍ୟକ୍ତି ଲେଖିଛନ୍ତି ଗୋଟେ ପଦ ବୈଦେହୀଶ ବିଳାସରେ, ରବି କରେ ମହଜ୍ୱଳ ଯେମନ୍ତ, ରବି ଚନ୍ଦ୍ର କରେ ମହଜ୍ୱଳ ଯେମନ୍ତେ ରଜନୀ, ଚନ୍ଦ୍ର ପ୍ରଭା ଅଧିକ ରଜନୀ ହେଲେ ଜନି। ଶ୍ଲୋକଟିର ତାତ୍ପର୍ଯ୍ୟ ବାକ୍ୟଟିର ଯେ ଚନ୍ଦ୍ର ଉଦୟ ହେଇଗଲେ, ଚନ୍ଦ୍ର ଯଦି ପୂର୍ଣ୍ଣ ଚନ୍ଦ୍ର ଆକାଶରେ ଅଛି, ରାତ୍ରିର ଶୋଭା ଯେପରି ବଢିଛେ, ରାତିଟା ଯେତିକି ଘନ ଅନ୍ଧକାର ହବ, ଚନ୍ଦ୍ରର ସେତିକି ଶୋଭା ବଢେ। ଯଦି ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହବା ପରେ ପରେ ଝାପ୍ସା ଆଲୁଅ ଅଛି, ଚନ୍ଦ୍ରମା ଆକାଶରେ ଦୁଷିଗଲେ ତାର ଶୋଭା ନଥାଏ। ଗାଢ ଅନ୍ଧକାର ଆସିଗଲେ ଚନ୍ଦ୍ରର ଯେପରି ଶୋଭା, ଠିକ ରାତ୍ରି ଅଧରେ 10ଟା 11ଟା ବେଳେ ଯେତେବେଳେ ଗାଢ ଅନ୍ଧକାର ଛାଇଗଲାଣି ଚତୁର୍ଦିଗରେ, ସେତେବେଳେ ଚନ୍ଦ୍ରର ଯୋଉ ପ୍ରଭା, ଯୋଉ ଶୋଭା, ଯୋଉ ଜ୍ୟୋତ୍ସନା, ଈଶ୍ୱତ ଆଲୋକ ଯଦି ଆକାଶରେ ଅଛି, ମୁଣ୍ଡ ଉପରେ ଚନ୍ଦ୍ର ଦୁଷିଲା, ସେ ଚନ୍ଦ୍ର ଶୋଭା ପାଏ କି? ଅନ୍ଧକାର ନହେଲେ। ଅନ୍ଧକାର ଯେପରି ଚନ୍ଦ୍ରମା ଶୋଭାକୁ ବଢାଏ, ଠିକ ତଦ୍ରୁକ ଚନ୍ଦ୍ରମା ଅନ୍ଧକାରର ଶୋଭାକୁ ବଢାଏ। ବିଧୁ ଚନ୍ଦ୍ର ନୁହଁ, ଏମାନେ ପଡିଲେ ଆଉ କୋଉ କାଳର ପିଲାଦିନର କଥା। ବିଧୁ କରେ ମହଜ୍ୱଳ ଯେମନ୍ତେ ରଜନୀ, ବିଧୁ ପ୍ରଭା ଅଧିକେ ରଜନୀ ହେଲେ ଜନି। ବୈଦେହୀଶ ବିଳାସଟା ତ ବକ୍ଷରୁ ଆରମ୍ଭ ହବ। ଯାହା ହଉ, ତଦ୍ରୂପ ଏ ଯେଉଁ ବ୍ରଜାଙ୍ଗନା ମାନଙ୍କର କଥା ଆମର ଏଠି ଆଳାପ ଆଲୋଚନା ହଉଛି, ଯାହାଙ୍କ ଅନ୍ତର୍ଗତରେ ଥିବା ମର୍ମ ବିଦୀର୍ଣ୍ଣ ବାଣୀ ବାହାରୁଛି, ହୃଦୟ ବିଦୀର୍ଣ୍ଣ ହୋଇ ମହାବୀରଜୀ ହନୁମାନଜୀ ହୃଦୟକୁ ବିଦୀର୍ଣ୍ଣ କରି ଯେମିତି ଦେଖେଇଦେଲେ ହୃଦୟର ଭାବ,
तद्रूप मर्म विदन्न पूर्वक निजर बाणी की व्यक्त करुचंदी ब्रजांगनागण आकुल कंठर निवेदन करुचंदी श्याम सुंदर प्रियतम सखे दास्यं देहि तपतात्वना आम अवस्था कौन तत् सुंदर स्मित निरीक्षण द्वारा तीव्र काम तपतात्वना आमने तन्नः प्रसीद ब्रजनार्जन तेङ्घ्रिमूलम् प्रापता विसृज्य वसति स्तदुपासना काली गुड़िक सब आलोचना हो तत सुंदर स्मित निरीक्षण तीव्र काम तपतात्वना पुरुष भूषण देहि दास्यम् हे पुरुष भूषण दास्यं देहि विख्यालकावृत सुखं तब कुंडल श्री मुखम विख्यालकावृत मुखं तब कुंडल श्री गंडस्थलाधर सुधम हसितावलोकम् दत्ता भयं च भुजदंड जुगं विलोक्य वक्षः श्रियैकरमणं च भवाम दास्यम् अंतर्गतर आकुल निवेदन रसमिश्रित आत्मनिवेदन निजकू भगवान को चरण धूलि रे मिसई देइचंती ब्रजांगना मानकर मिशिजिबा भाव आउ सेमानकर जेपरि स्वतंत्र सत्ता किछि नाही एतादृश भाव निजक उपस्थापन करी दास्यन्देहि 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 दासी रूपे ग्रहण करंतु चरणर दासी रूपे ग्रहण करंतु से चरणर स्पर्श सुख आम अनुभव करूँ से दिन ठारू से पाद तल छड़ा आउठी आम मुहूर्ते रही पारुनु नहीं कि पूर्व श्लोक कहते तत्प्रभृति न तो अन्य समखं स्तातुं पारयाम पारुनु आउठी रही पारुनु से पाद तले छड़ा अन्य कोठी रही होनी आम पारुनु से पाद तले टे स्थान दियंतु भगवान श्री कृष्ण टे चिंता कले गंभीर होने किल तुम मैंने बारंबार कहूछ जे दास्यं देहि दास्यं देहि दास्यं देहि मालिक हवा क्या दास कि दासी करी रखा सुखकर कथा मंद कथा नुह नहीं कि असुविधा कौन जड़े लोक जदि सेवा करने को चाहूँगी आम पाखे आम किसी काम करदब से तो भल कथा कि मंद कथा नुहे तेरे कथाटा कौन हो तुमको दासी रूपे ग्रहण कले गोटे दास्य शुल्क प्रतिबदल तुमको किसी पारिश्रमिक तो देवाक हम है मजूरी नदेली दैनिक भत्ता कि मजूरी कि मासिक दरमा दिया ना खाइबा को मुठे पिंधा खंडे दवाक पड़ो गोटे लोक जी आम पाखे कम करूँ मुझे तुमको देवी बारंबार जो ब्रजांगन मैंने दास्य 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 शब्दर उच्चारण करमको पाद तले रख पाद तले दासी करी रख भगवान श्याम सुंदर मनरे चिंता करुचंती यांकु दासी करी रखले तुम जो गोटे जोड़े नुहंती असंख्य अनंत गढ़ी हबनी जी आसचंती ये समस्त को दासी करी रखले यांकु मु कूठु आनिक पारिश्रमिक देवी आदि एमाने कहबे जे आमको पारिश्रमिक दरकार नहीं खाइबा को तो उठे देवी से तो कहते मो पाद तल छड़ा उपाड़े जीवे नहीं अच्छा खाइबे कौन ब्रजांगना गण तुम्हें संख्यार एति अनंत मु तुमको दास्य शुल्क दबापे समर्थ नुहे तुम फेरी जाओ घर को
ଏଟା ଭଗବାନଙ୍କର ଭାବ। ଏ କଥା କହିବେ ଯିଏ ଦାସୀ ହୁଏ ତାକୁ ଦାସ୍ୟ ଶୁଳ୍କ ଦବାକୁ ହୁଏ। ତମମାନେ ସଂଖ୍ୟାରେ ଅନନ୍ତ, ତମମାନେ ସଂଖ୍ୟାରେ ଅନନ୍ତ ଅସଂଖ୍ୟ। ମୁଁ ଏତେ ପଇସା କୋଉଠୁ ଆଣିବି ଯେ ତମକୁ ଦେବି? ଯଦି ବା କହ ଯେ ଆମେ ବିନା ପରିଶ୍ରମରେ ଦାସୀ ହବୁ, କହିଛନ୍ତି ଗୋଟେ ଜାଗାରେ ତେ ଅଶୁଳ୍କ ଦାସିକା। କାହିଁକି ସେଠି କହିଛନ୍ତି? ଆମେ କଣ ପଇସା ମାଗୁଥିଲୁ କି ତମକୁ ଦିଅ ବୋଲି ବେତନ ଆମକୁ? ସୁରତ ନାଥ ତେ ଅଶୁଳ୍କ ଦାସିକା। ଗୋପୀ ଗୀତାରେ କହିଲେ ଆସିବୁ ଆଲୋଚନା କରିବା ଆମେ। ତେଣୁ ଏଇଠି ସେ ପ୍ରସ୍ତାବନାଟି ଅଛି। ସେଠି ଅଶୁଳ୍କ ଦାସିକା ବୋଲି ଯିଏ କହିଛନ୍ତି। ଆମେ ତ ବିନା ବେତନରେ, ହଉ ତମେ କିଛି ଭତ୍ତା ନବନି, ପଇସା ପତ୍ର ନବନି, ଅଶୁଳ୍କ ଦାସିକା। ଶୁଳ୍କ ଦିଆହବନି ତମକୁ। ଶୁଳ୍କ ଅର୍ଥାତ ମଜୁରୀ ତମକୁ ଦିଆଯିବନି, ନବନି। କିନ୍ତୁ ତମେ ଏତିକି ଲୋକ ମୁଁ ତମକୁ ଖାଇବାକୁ ତ ପୁଞ୍ଜେଇ ଦେବି। ରହିବାକୁ ତ ବାସସ୍ଥାନ ଟିକେ କୋଉଠି ଦରକାର ନା? ଆମେ ଅରଣ୍ୟରେ ପଛେ ରହିବୁ। ଖାଇବ କଣ? ତମେ ତ କହୁଛ ମୋ ପାଦ ତଳ ଛାଡିକିରି ଖାଇବାକୁ ମୋ ଦେହ ଉଠିକି ଯିବନି। ତେଣୁ ହେଇପାରିବନି, ମୁଁ ଏତିକି ପାରିବିନି, ତମେ ଘରକୁ ଫେରିଯା। ତ ୟାର ପ୍ରତ୍ୟୁତ୍ତରରେ ବ୍ରଜାଙ୍ଗନଗଣ କହୁଛନ୍ତି ବିକ୍ଷାଳକାବୃତ ମୁଖଂ ତବ କୁଣ୍ଡଳ ଶ୍ରୀ ଗଣ୍ଡସ୍ଥଳାଧର ସୁଧଂ ହସିତାବଲୋକଂ ଦତ୍ତା ଭୟଞ୍ଚ ଭୁଜ ଦଣ୍ଡ ଯୁଗଂ ବିଲୋକ୍ୟ ବକ୍ଷ ଶ୍ରୀୟୈକରମଣଂ ଚ ଭବାମ ଦାସ୍ୟଂ। ଭବାମ ଆମେ ହବୁ, ଏ ପର୍ଯ୍ୟନ୍ତ ଦେହି ବୋଲି କହୁଥିଲେ। ଭବାମ ମାନେ ଏଟା ଭବିଷ୍ୟତ କାଳର କ୍ରିୟା ଲାଗିଲା। ଆମେ ତୁମର ଦାସୀ ଏଇ ପ୍ରକାରରେ ହବୁ। କୋଉ ପ୍ରକାରରେ? ବେତନ ଭତ୍ତା କିଛି ନବନି ନା? ହଁ ନବୁ। ମାଇଲ ତ ଫେରେ କୋଉଠୁ ଆଣିବି? ନା ନାଇଁ, ଏଇଟା ଆମେ ପୂର୍ବରୁ ପାଇ ଯାଇଛୁ। ଆମର ଯାହା ପ୍ରାପ୍ୟ, ଯାହା ଶୁଳ୍କ, ଦାସ୍ୟର ପ୍ରତିବଦଳରେ ଯେଉଁ ପାରିଶ୍ରମିକ ଆମର ପାଇବା କଥା ଆପଣ ଦବାକୁ ବାକି ନାହିଁ। ହାଟା ଆମେ ପୂର୍ବରୁ ପାଇଯାଇଛୁ। ତେଣୁ ଆମେ ବିକଳ ହଉଛୁ କେମିତି ତୁମ ଋଣ ସୁଝିବୁ ବୋଲି। କିଲ କିଏ ଦେଇଛି? ମୋ ବାବା ଦେଇଥିଲେ, ମୋ ମା ଦେଇଥିଲା ତମକୁ? ମୁଁ ଜନ୍ମ ହେବା ପୂର୍ବରୁ କିଛି ନା? ନାଇଁ, ସେମାନେ କିଏ ଦେଇନାହାନ୍ତି। ଆଉ ନା ତୁମେ ନିଜେ ଦେଇଛ? ମୁଁ କୋଉଦିନ ଦେଲି? ମୁଁ ତ ତୁମେ ଦେଇନି। ଶ୍ୟାମ ସୁନ୍ଦର, ଆମେ ଯେଉଁ ଧନ ପାଇଛୁ, କୋଟି କୋଟି ଜନ୍ମ ନୁହଁ, କୋଟି କୋଟି କଳ୍ପ ଧରି ତୁମ ଚରଣରେ ଦାସୀ ରୂପେ ଯଦି ସେବା କରୁ ମନ ପ୍ରାଣ ଦେଇ, ତାର କିଛି ଅଂଶ ମଧ୍ୟ ପରିଶୋଧ କରିପାରିବୁନି। ଯେତିକି ପରିମାଣରେ ଧନ ଆମେ ଆପଣଙ୍କ ଠାରୁ ପାଇଛୁ, କୋଟି କୋଟି ଜନ୍ମ ନୁହେଁ, କୋଟି କୋଟି କଳ୍ପ ଧରି ତୁମ ଚରଣରେ ଯଦି ଆମେ ନିରନ୍ତର ସଂଲଗ୍ନ ହୋଇ ସେବା କରି ଯାଉଥିବୁ, ତଥାପି ସେ ଋଣର କିଛି ଅଂଶ ବି ପରିଶୋଧ କରିପାରିବୁ କି ନାହିଁ? ଠିକ ଏଇ କଥାଟି ଭଗବାନ ବି କହିଛନ୍ତି ଦାସମଧ୍ୟାଧ୍ୟାୟ ଶେଷରେ। ମୁଁ ତୁମ ଋଣ ପରିଶୋଧ କରିପାରିବିନି। ଆସିବ ସବୁ ଗୁଡାକ। ଯାହା ହଉ, ତମେ କି ଧନ ମୋଠୁ ପାଇଛ? ମୁଁ ତ କେବେ ଦେଇନି। ନା ହଁ, ଆପଣ ଦେଇଛନ୍ତି, ଆମେ ପାଇଛୁ। କଣ ନେଇଛ ମୋଠୁ? କେତେ ଟଙ୍କା? କେମିତି ନୋଟ? ଖୁଚୁରା ନା କାଗଜ? କହ। ନା, ଖାଲି ଖୁଚୁରା କି କାଗଜ ନୁହଁ ଶ୍ୟାମ ସୁନ୍ଦର। ଆମେ ଯୋଉ ଧନ ପାଇଛୁ ଆପଣଙ୍କଠୁ, ସେ ଧନ ମହା ଅମୂଲ୍ୟ। ଆଜିକାଲିକା ବମ୍ବେର ଜହୁରୀ ମାନେ ତାର ମୂଲ୍ୟାୟନ କରିପାରିବେନି।
से इभलिया दुर्लभ वस्तु 1910 मसीह जगन्नाथ भंडार तनखी बेले ब्रिटिश अमल केतुटा रत्न बाहरी थिला जो रत्न गुड़ी को तत्कालीन जहुरी माने रेट कर नथिले कहीं सेटाकर चल प्रचल नहीं ए पथर खंडे तो आउ कौन चकचकिया पथर खंडे से पथरटा आम चिन्ह पारे सेटा बम्बे जीवे आप देखिए खूब सुंदर दुसुची चकचकिया दुसुची केते हो एटा ना यार 10 ग्राम को आज्ञा 2000 टंका ठीक से भाया कि ताठू टे मलिन दुसुव पथर खंडे टे छोटिया भी होता पारे से जिनटा आज्ञा तार 1 करोड़ किसी प्रभेद आम धरी पारे गोटे 2000 टंका हम 10 ग्राम को गोटे इमिटेसन गुड़ा तो आम धरी पारे रत्न ये जिन निर्णय कर ब्रजांगना मैंने कहते श्याम सुंदर आम जो धन आपण पाइचु से धनर मूल्य आम तो निर्णय करूँ आम गोटे अनुमान कर कहूँ कोटि कल्प धरी आपण चरण अरविंदरे दासी रूपे सेवा कर किछि अंश तार परिशोध हम कि नहीं सन्देह बड़ बड़ जहुरी माने तार मूल्यायन करि पारि नाहंती दृढ़ भाव कहले प्रजांगनागण जमी जगन्नाथ कई खंड रत्न को सुरक्षित रही जे समस्त अज्ञात गुप्त भंडार भितर जिते प्रॉपर्टी हिसाब होता से बाहरी था ताकू तत्कालीन जहुरी माने मूल्यांकन कर सेमती थोदेले शुणा मिले 1910 मसीहार कथा आम भर कहीं जो जन्म होता आम कौन जाना आसे तो प्रचार प्रसार व्यवस्था नाला जे लोके समस्ते जानीजे घरे घरे द्वारे बसिक खबर कागज जरिया पढ़ी पकेबे ठीक तद्रूप आम पाई रत्न राशि धनर मूल्यायन संभव नुहे कौन तुम पाइच आग कहल मत जहाँ मूल्य तुम कर श्याम सुंदर कहीं कहबू तुम्हें भी तार मूल्य कर तार मूल्य बड़ बड़ जहुरी माने कर अर्थात बड़ बड़ सिद्धांति योगी मुनि ऋषिगण तार मूल्य निर्णय कर तुम्हें तार मूल्य निर्णय कर मो धन गुड़ा परा मुझे कहच ना हाँ आपण धन जे आप पैसा दे कि आप तो एकुटिया थे आ कि ना किणवे कौटू कौन तुम पाइच आग कहल कहबू किछिटा नीलनिधि जोटा से पसरा भितर आम पाई धन पसरा भितर प्रथम गिरी दृष्टि पड़े नीलनिधि नवनिधि नहीं कि अर्थात नीलमणि मेचे खंडे पाइछु आउ गोटे पद्मनिधि पाइछु पद्मनिधि कौन लो जानना श्याम सुंदर अष्टसिद्धि नवनिधि जे अच्छी जो नवनिधि होउचंती ऐश्वर्येश्वरी कमलिनी कमलवासिनी लक्ष्मी देवींकर सखी स्वरूपा नहीं कि शक्ति गुड़ाक तो कौन लक्ष्मींकर शक्ति गुड़ाक नवनिधि तन्मध्य मुख्या अग्रगण्या पद्मनिधि गोटे पद्मनिधि पाइछु पद्मनिधि मूल्य तुम कर तुम्हें करनी आउ तो कहीं कर संभावना नहीं तुम्हें निजे श्याम सुंदर कर्तुम अकर्तुम अन्यथा कर्तुम समर्थ हेले कर मेंचे नीलरत्न आउ गोटे पद्मनिधि पाइछु आउ कौन पाइछ कहबू
ଆଉ କ'ଣ ପାଇବ? ଯୋଡ଼ିଏ ଦର୍ପଣ ପାଇଛୁ, ବଡ଼ ଅଲୌକିକ ଦର୍ପଣ। ଆଜିକାଲି ସିନା ଆମେ କାଚର ଦର୍ପଣ ବ୍ୟବହାର କରୁଛେ। ଆମ ଜଗନ୍ନାଥ କେମିତି ଗାଧଉଛନ୍ତି, କୋଉ ଦର୍ପଣରେ ଦେଖିକିରି ମୁଣ୍ଡ କୁଣ୍ଡଉଛନ୍ତି? ଜଗନ୍ନାଥଙ୍କ ମୁଣ୍ଡରେ ବାଳ ଅଛିଟି? ମୁଣ୍ଡ କୁଣ୍ଡଉଛନ୍ତି ନା ନାଇଁ? ନାହିଁ କରିହେବନି, ପ୍ରମାଣ ହେଇଯାଇଛି ଥରେ ବାଳ ଥିଲା ବୋଲି, ନାହିଁ ବୋଲି କହିହେବନି। ଆଗେ ଧାତୁ ଓ ମଣିର ରତ୍ନର ଦର୍ପଣରେ ମୁଖାବଲୋକନ କରାଯାଉଥିଲା। ତଳେ କାଚର ପ୍ରସାର ହେଇନଥିଲା। ତଦ୍ରୂପ ତାକୁ ଦର୍ପଣ କୁହାଯାଏ। ଯୋଡ଼ିଏ ଦର୍ପଣ ଆମେ ସେଭଳିଆ ପାଇଛୁ ଯେ ସେ ଦର୍ପଣ ଯୋଡ଼ିକ ବଡ଼ ଅଦ୍ଭୁତ ଦର୍ପଣ। କଣରେ ଅଦ୍ଭୁତ ଦର୍ପଣ? ନା ତା ଭିତରେ କି ଯନ୍ତ୍ର ଖଞ୍ଜା ହେଇଛି ସେ ଦର୍ପଣରେ ଯେ ସେଥିରେ ମୁହଁ ଦେଖୁଥିଲା ବେଳେ, ସେ ଦର୍ପଣରେ ମୁହଁ ଦେଖୁଥିଲା ବେଳେ ତା ଭିତରେ ଗୋଟିଏ ସୁବର୍ଣ୍ଣ ମତ୍ସ୍ୟ ଖେଳି 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 ଏପଟକୁ ସେପଟକୁ ପଳାଉଥିବ, ସେପଟରୁ ଏପଟକୁ ପଳେଇ ଆସୁଥିବ। ଏଇଟା ହଉଛି ତାର ଅଲୌକିକ କ୍ରୀଡ଼ା। ସେଇ ଦର୍ପଣ ଭିତରେ ଗୋଟିଏ ସୁନାର ତିଆରି ମାଛଟିଏ ଲାଞ୍ଜ ହଲେଇ ହଲେଇ ଏଡ଼େ କୌତୁକରେ ସେ ଖେଳି ଖେଳି ଯାଉଥିବ। ଏପଟୁ ବାହାରି ସେପଟେ ବସିଯିବ, ସେପଟୁ ବାହାରି ଏପଟେ ବସିଯିବ। ସେ ଭିତରେ କୁଆଡ଼େ ବିଲୀନ ହୋଇଯିବ, ପୁଣି କେତେବେଳେ ସେ ଭିତରୁ ବାହାରିକରି ଏପଟକୁ ପଳେଇବ। ଏଭଳିଆ ଯୋଡ଼ିଏ ଦର୍ପଣ ପାଇଛୁ। ଆଉ କ'ଣ ପାଇଛ? ନା ଶ୍ୟାମ ସୁନ୍ଦର କହିବୁ ଆଉ ଗୋଟେ ଜିନିଷ ପାଇଛୁ। ଆଉ ଗୋଟେ ଜିନିଷ ପାଇଛୁ, ସେଟା ମନେ ପଡ଼ିଗଲେ ମନ କ'ଣ ହେଇଯାଉଛି। ଆମର ଗଜପତିଙ୍କ ମହାରାଣୀ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ। ଯିଏ ଦର୍ଶନ କରିବାକୁ ନେଇଥିଲେ ସେ ବୁଲେଇ ବୁଲେଇକିରି ନେଇକିରି ଗୋପାଳଙ୍କ ପାଖରେ ପହଞ୍ଚେଇଲେ, ସାକ୍ଷୀ ଗୋପାଳଙ୍କ ପାଖରେ। ଆଉ ତାଙ୍କ କଥା ଟିକେ କହିଦେଲେ। ଇଏ ଏମିତି ବୃନ୍ଦାବନରେ ଥିଲେ, ସାକ୍ଷୀ ଦେବାକୁ କାଞ୍ଚି ଗଲେ, କାଞ୍ଚିରୁ ରାଜା ଆଣିକିରି କଟକରେ ରଖିଲେ, କଟକରୁ ଆସିକିରି ପୁରୀରେ ରହିଲେ, ପୁରୀରୁ ଏବେ ବାହାରିକିରି ପଳେଇଲେଣି କୋଉଠିକି? ଯେତେବେଳେ ପୁରୀରେ ଥିଲେ ସେତେବେଳର ଘଟଣା କଥା। ସତ୍ୟବାଦୀ ଯିବା ପୂର୍ବରୁ ତାଙ୍କ ଇତିହାସ ଯେତେବେଳେ କହି ପକେଇଲେ, ରାଣୀ ବଡ଼ ଖୁସି ହେଇଗଲେ। ମନେ ମନେ ସେଠି ବିଚାରି ଦେଲେ, କହିଲେ ଆହା ଏମିତି ଜିଅନ୍ତା ଠାକୁରଟେ 5 ଥର ଦେଖାଦେଲାନି, ନାଇଁ କି? 5 ଥର ଦେଖାଦେଲାନି। ହଁ କୁ ଠାକୁର ଥରେ ଅଧେ ତାଙ୍କର ସ୍ଫୂର୍ତ୍ତି ଘଟିছে, ଇତିହାସ ରହିଛି। କିନ୍ତୁ ଯୋଉଠିକି ଗଲେ ସେଠି ସ୍ଫୂର୍ତ୍ତି। ସତ୍ୟବାଦୀରେ ଗୋଟେ ମହାସ୍ଫୂର୍ତ୍ତି ଘଟିଛି ଏଇ ଅଳ୍ପ ଦିନ ହେଲା ଯିବା ପରେ। ସେ ଗଜପତିଙ୍କର ଯେ ରାଣୀ ଥିଲେ, ମହାରାଣୀ, ତାଙ୍କୁ ତାଙ୍କ ବାପା ଶାଶୁଘରକୁ ଆସିଲା ବେଳକୁ ଗୋଟିଏ ମୋତି ଦେଇଥିଲେ, ଗୋଟେ ମୋତି ଦେଇଥିଲେ। ସେ ମୋତିଟା ନାକରେ ଲଗା ହୁଏ। ଏଟାକୁ କ'ଣ କହନ୍ତି? ଦଣ୍ଡି ନା କ'ଣ କହନ୍ତି? ନାକ ଦଣ୍ଡି। ନାକ ଦଣ୍ଡିଟିଏ ତିଆରି ହେଇଛି ସେ ମୋତିରେ। ସେ ମୋତିଟା କେତେ ମୋତିରେ ଗୋଟେ ମୋତି। ଯେମିତି ହୀରା ଭିତରେ କୋହିନୂର ହୀରା, ହୀରା ତ କୋଟି କୋଟି ଅଛି। ଆଜିକାଲି ଯିଏ ପଡ଼ିଲା ସେ ହୀରା ଅଳଙ୍କାର ପିନ୍ଧିଲେଣି, 2 ନମ୍ବରୀ ପଇସା ସମସ୍ତଙ୍କ ପାଖରେ। କିନ୍ତୁ କେତେ ହୀରା ଭିତରେ ଗୋଟେ କୋହିନୂର ହୀରା। ଆଉ ହବ କି ସେମିତି? ସେମିତି ସେ ମୋତିଟା ସେଇଭଳିଆ ଗୋଟିଏ ମୋତି। ସେ ମନରେ ବିଚାର ଦେଲେ, ଆହା ଏ ଠାକୁରର ତ ପାଷାଣ ମଣି ବିଗ୍ରହ, କଳା ପାଷାଣରେ ତିଆରି ବିଗ୍ରହ। ନାଇଁ ଯଦି ଦାରୁ ମୂର୍ତ୍ତି ହେରିକା ହେଇଥାନ୍ତେ ବୋଲେ ସେ ମୂର୍ତ୍ତିଟି ଦେଇ ପକେଇଥାନ୍ତି। ଏଇଟା ହଉଛି ସେଟା ଲଗେଇବାର ଉପଯୁକ୍ତ ସ୍ଥାନ। ମନରେ ବିଚାର ଥିଲେ। ଯେତେବେଳେ ଯାଇକରି ଘରେ ଶୋଇଛନ୍ତି, ରାତିରେ ସ୍ୱପ୍ନ ଦେଖୁଛନ୍ତି, ନା ସ୍ଫୂର୍ତ୍ତିମାନ ଠାକୁରଟେ ତ। ଗୋପାଳ କହୁଛନ୍ତି, ଏଇ ମୂର୍ତ୍ତିଟା ଦଉନୁ, ମୁଁ ଲଗେଇବି ଲୋ। ମୋ ମାର 7ଟା ପିଲା ମରିଗଲେ ବୋଲି ମୁଁ ଯେତେବେଳେ ଜନ୍ମ ହେଲି ମୋ ନାକରେ କଣା କରିଦେଇଛି, ଦେଖୁନୁ, ଖଣ୍ଡିଆ କରିଦେଲେ, ଆଉ ଜମ ଛୁଇଁବନି ବୋଲି। ଏଇଟା ଓଡ଼ିଶାର କଥା। ଏଇଟା ଓଡ଼ିଶାର ଅତି
ନିକୃଷ୍ଟ ପୁରପଲ୍ଲୀର ଘଟଣା। ନାକଟା କି କାନଟେ ଖଣ୍ଡିଆ କରିଦିଅନ୍ତି, 2-3ଟା ଛୁଆ ଯଦି ନଷ୍ଟ ହେଇଗଲେ ତା ପରବର୍ତ୍ତୀ ଛୁଆଟାକୁ ଆଉ ଜନ୍ମ ଛୁଇଁବନି, ଖଣ୍ଡିଆ ହେଇଗଲା। ଏମିତି ଗୋଟେ ବିଶ୍ୱାସ ମା ମାନଙ୍କର, ଭାବ ପ୍ରବଣତା। ମୋ ମା ମୋ ନାକରେ କଣା କରିଦେଇଛି ଦେଖୁନୁ। ସକାଳୁ ଉଠିକି ଦୌଡ଼ିଲେ ସେବକଙ୍କୁ କହିଲେ, ସେବକେ ଗୋପୀନାଥଙ୍କର ଗୋପାଳଙ୍କର ନାକ ଦେଖିଲ। ସେ ନାକ ଦେଖିଲେ, ମା ଏ ମଇଳା ଫଇଳା ଟିକେ ଜମି ଯାଇଛି, ଚନ୍ଦନ ଫନ୍ଦନ ବସିଯାଇଛି, ଟିକେ କାଠି ଫାଠିରେ ଉଖାରିଲେ ହନ୍ତା ଗୋଟେ କଣା ଥିଲା, ଛିଦ୍ର ଥିଲା ଭଳିଆ ଦୁଶୁଛି, କିନ୍ତୁ କଣାଟେ ଅଛି। ସେ ମୋତିଟି ଦେଇଥିଲେ ପିନ୍ଧିବାକୁ। ଯେପରି ଦୁର୍ମୂଲ୍ୟ ମୋତି, ମୋତିଟା ଗୋଟେ ସାମାନ୍ୟ ଜିନିଷ, ବେଶୀ ଦାମିକା ଜିନିଷ ନୁହଁ, କିନ୍ତୁ ତା ଭିତରେ ମୋତିଟା ମୂଲ୍ୟ ଅମୂଲ୍ୟ, ସେମିତି ଶ୍ୟାମ ସୁନ୍ଦର ଗୋଟେ ପ୍ରବାଳ ଆମେ ପାଇଛୁ। ପ୍ରବାଳ କହିଲେ ପୋହଳା, ପୋହଳା ସେମିତି କିଛି ବେଶୀ ମୂଲ୍ୟବାନ ଜିନିଷ ନୁହେଁ, କିନ୍ତୁ ଏମିତି ଗୋଟେ ପ୍ରବାଳ ପାଇଛୁ ଯେ ପ୍ରବାଳ ଭିତରେ ମଧ୍ୟ ମୂଲ୍ୟବାନ ଅଛି ଅନେକ। ଗୋଟେ ପ୍ରବାଳ ପୋହଳା ଟଙ୍କାକୁ 4ଟା ମିଳିବ ସମୁଦ୍ର କୂଳରେ ବୁଲିଲେ, କିନ୍ତୁ ଗୋଟିଏ ଗୋଟିଏ ପ୍ରବାଳ ଅଛି ଯାହାର ମୂଲ୍ୟ କରିହେବନି, କୋଟି କୋଟି ଟଙ୍କା ହବ। ଅବଶ୍ୟ ଦୁର୍ଲଭ ହେଇଗଲାଣି, ସେମିତି ପ୍ରବାଳ ମିଳୁନି, କିନ୍ତୁ ଆମେ ଯୋଉ ପ୍ରବାଳ ପାଇଛୁ ଗୋଟିଏ, ତାର ବିଶାଳତା ଯେପରି ତାର ମର୍ଯ୍ୟାଦା ମଧ୍ୟ ସେପରି, ଅତି ମୂଲ୍ୟବାନ ପ୍ରବାଳ। ଶ୍ୟାମ ସୁନ୍ଦର ବଡ଼ କୌତୁକର କଥା, ସେ ପ୍ରବାଳଟା ଦେହରୁ ସମୟ ସମୟ ବଡ଼ ମଧୁର ରସ ମଧ୍ୟ ଝରେ। ଇଏ କି ପ୍ରବାଳ କେଜାଣି? ପ୍ରବାଳ ତ ଗୋଟେ ଜୀବନ୍ତ କୀଟ ନାଇଁ କି, ଗୋଟେ ଜୀବନ୍ତ କୀଟର ଅଙ୍ଗ ବିଶେଷଣ ଆଉ କଣ। ତେଣୁ ଏଟା ଜୀବନ୍ତ ପ୍ରବାଳ କି କଣ, ତା ଦେହରୁ ସମୟ ସମୟ ବିନ୍ଦୁ ବିନ୍ଦୁ ରସ ଝରେ। ଭଗବାନ କଣ ତ ସବୁ ପାଗଳି ହେଇଗଲା କଣ? କଣ ଏଗୁଡା ସବୁ କହୁଛ? ନା ଖାସ ପାଇଛୁ, ଆମେ କାହିଁ ପାଗଳି ହବୁ? ଆମେ ଭୋଗ କରୁଛୁ ନିରନ୍ତର, ନିରନ୍ତର ଏ ଧନ ଆମେ ଭୋଗ କରୁଛୁ, ତା ଋଣ କେମିତି ସୁଝିବୁ ବୋଲି ଦାସୀ ହବାକୁ ଚାହୁଁଛୁ। ଏତିକି ନା ଆଉ କଣ ପାଇଥିଲ? ନା ଆହୁରି ଅନେକ ଜିନିଷ ପାଇଛୁ। କଣ ଆଉ ଗୋଟେ ଯୋଟେ କହିଲ? ଯୋଡ଼ାଏ ଦ୍ୱାରବନ୍ଧ ତୁଲ୍ୟ, ଗୃହର ସ୍ତମ୍ଭ ତୁଲ୍ୟ, ନୀଳମଣି ନିର୍ମିତ ଦଣ୍ଡ ଯୋଡ଼ିଏ ପାଇଛୁ। ସ୍ତମ୍ଭ, ମଣିର ସ୍ତମ୍ଭ ଯୋଡ଼ିଏ ପାଇଛୁ। ଆଉ କଣ ପାଇଛୁ? ନା ଗୋଟେ ଦେଉଳ ପାଇଛୁ, ଯୋଉଟା ନବରତ୍ନରେ ନିର୍ମିତ। ସେ ଦେଉଳଟା କି ଦେଉଳ? ଶିବ ମନ୍ଦିର? ନା ନାଇଁ, ସେଟା ଠାକୁରାଣୀ ମନ୍ଦିରଟା। ତା ଭିତରେ ଜଣେ ଦେବୀ ଅଛନ୍ତି। ଗୋଟେ ମନ୍ଦିର ତିଆରି ହେଇଛି, ଯୋଉ ମନ୍ଦିର ଭିତରେ ଜଣେ ଦେବୀ କ୍ରୀଡ଼ା କରୁଛନ୍ତି। ସେ ମନ୍ଦିରଟାର ମୂଲ୍ୟ କେତେ ହେବ ଯେ? ନବରତ୍ନରେ ନିର୍ମିତ। ନବରତ୍ନରେ ନିର୍ମିତ, ସେ ଇଟା କାଠ ସିମେଣ୍ଟ ବାଲିରେ ତିଆରି ନୁହଁ, ନବରତ୍ନ ନିର୍ମିତ ଗୋଟିଏ ମନ୍ଦିର। ସେଟା କିଏ ମୂଲ୍ୟ କରିବ? କେତେ ପଇସା ହବ? କିଏ କରିପାରିବ? ବ୍ରଜାଙ୍ଗନାଗଣ, ତୁମେ ମାନେ ସତେ ପାଗଳି ହେଇଗଲଣି, ପ୍ରଳାପ କରୁଛ। ନାଇଁ ଶ୍ୟାମ ସୁନ୍ଦର, ଆମେ ଏକଦମ ଠିକ ଠିକ କଥା କହୁଛୁ। କଣ ଏଗୁଡାକ କହୁଛ? ନା ଏଟା ପାଇଛୁ। କଣ ପାଇଛ କହିଲ? ବିକ୍ଷାଳକାବୃତ ମୁଖଂ ତବ କୁଣ୍ଡଳ ଶ୍ରୀ ଗଣ୍ଡସ୍ଥଳାଧର ସୁତଂ ହସିତାବଲୋକଂ ଦତ୍ତା ଭୟଞ୍ଚ ଭୁଜ ଦଣ୍ଡ ଯୁଗଂ ବିଲୋକ୍ୟ ବକ୍ଷ ଶ୍ରୀକରମଣଞ୍ଚ ଭବାମଦାସ୍ୟଂ। ଏଇ ଧନ ପାଇଯାଇଥିବାରୁ, ଏଇ ଧନର ବିନିମୟରେ ଆମେ ଦାସୀ ହେବାକୁ ଚାହୁଁଛୁ। ଶ୍ୟାମ ସୁନ୍ଦର, ଆମକୁ ପାଦ ତଳେ ଟିକେ ଦାସୀତ୍ୱ ଦେଇ ଋଣରୁ ଆମେ ମୁକ୍ତ ହଉ। କଣ ପାଇଛନ୍ତି? ନା ବୃକ୍ଷ ଅଳକା ବୃତଂ ମୁଖಂ। ଅଳକା
ଅଳକା ଚୂର୍ଣ୍ଣ କୁନ୍ତଳ। ଚୂର୍ଣ୍ଣ କୁନ୍ତଳ ଯେ କପାଳ ଉପରକୁ ବିନ୍ଦୁ ବିନ୍ଦୁ ହେଇ କେଶ, କ୍ଷୁଦ୍ର କେଶ କୁହାଯାଏ। ଏଟା ସମସ୍ତଙ୍କର ଥାଏ ନା। ଆଉ ଆମ ଦେଶରେ ପୁରୁଷଗଣ ତ କେଶ ରଖନ୍ତି ନାହିଁ, ଆଗେ ରଖୁଥିଲେ, ଖୁବ୍ କମ୍ ରହେ। ରମଣୀ ମାନଙ୍କର କାର କେମିତି। ଆଜିକାଲି ବ୍ୟୁଟି ପାର୍ଲରରେ ସବୁ କୁଆଡ଼େ ତିଆରି କରୁଛନ୍ତି, କଟାକଟି କରିକିରି ସଜଉଛନ୍ତି, କ'ଣ ଅଠା ଦେଇ ତାକୁ ସେକ ଦେଇକିରି ଛାଡ଼ି ଦଉଛନ୍ତି। ସିଏ ଅଳକା, ଅଳକା ଭଳିଆ ସୁନ୍ଦର ଜିନିଷ ଆଉ କିଛି ଅଛି? ସତ କଥା କହିଗଲେ ସୌନ୍ଦର୍ଯ୍ୟ ବୋଧ ଯଦି କାହାର ଥାଏ, ଗୋଟେ ରସଗ୍ରାହୀ ହୃଦୟ ଅଛି, ସମସ୍ତଙ୍କର ସମାନ ନାହିଁ, ଗ୍ରହଣ କରିପାରିବା ଶକ୍ତି, ରସ ରତ୍ନ ଚିହ୍ନା ଗ୍ରାହିକା ଶକ୍ତି। ସେମାନେ ବୁଝିବେ ଏ ଯୋଉ କପାଳ ଉପରକୁ ଝରି ପଡ଼ିଥିବା କ୍ଷୁଦ୍ର କୁଞ୍ଚିତ କେଶ, କୋଉଠି କୁଞ୍ଚିତ କୋଉଠି ବୃତ୍ତାକାର, ସେ କ୍ଷୁଦ୍ର କ୍ଷୁଦ୍ର କେଶ ଗୁଡ଼ିକ କପାଳ ଉପରକୁ ଖସି ପଡ଼ିଥିବ, ସେ ପବନରେ ହଲି ଯାଉଥିବ, କଥାଭାଷା କଲାବେଳେ ମୁହଁ ହଲେଇଲା ବେଳେ ସେ ହଲି ଯାଉଥିବ। ଏଟା ମୁଖର ଶୋଭାକୁ କେତେ ଗୁଣ ଯେ କରିଦିଏ। ଓ ଇଏ ବୋଧେ ଗୋଟେ ଦୁର୍ଲଭ ଅତ୍ୟନ୍ତ ସୁଲକ୍ଷଣ ଅଳକା। ସେ ଅଳକା ଗୁଡ଼ିକ ଆମ ପାଇଁ ହେଇଛି ନୀଳମଣି। ମେଞ୍ଚେ ନୀଳମଣି ପାଇଛୁ, ସେଗୁଡ଼ିକ କାର? କିଏ ଭୋଗ କରୁଛି ତାକୁ? ଆମେ ଭୋଗ କରୁଛୁ। ନିରନ୍ତର ନୟନ ମାର୍ଗରେ ସପୂର୍ବ ରମଣୀୟ ଶୋଭା, ସେ ରସ କିଏ ପାନ କରୁଛି? ଆମେ ପାନ କରୁଛୁ, ଆମେ ନଡ଼ି ନୁହଁ। ଏ ଅଳକା ଚୂର୍ଣ୍ଣ କୁନ୍ତଳ ବୃତ୍ତାକାର ସୁନ୍ଦର ସୁନ୍ଦର ଯେ କୁନ୍ତଳ କଳାପ ଅଳକା ଭଳି ଆପଣଙ୍କର ନୀଳ କପୋଳ ଉପରକୁ ଝରି ପଡ଼ିଛି। ଆମେ ସମୟରେ ଗୀତ ଗୋବିନ୍ଦର ବାକ୍ୟରେ କୋଉ ଶାସ୍ତ୍ରରେ ଏଇ ଅଳକାର ଇଏ ନାହିଁ? ଯେତେକ ରସଶାସ୍ତ୍ର, ଜଳଦ ପଟଳ ଚଳ ମିନ୍ଦୁ ବିନିନ୍ଦକ ଚନ୍ଦନ ତିଳକ ଲଲାଟମ, ଗୀତ ଗୋବିନ୍ଦରେ ଆମେ କବି ଜୟଦେବ ତାକୁ କେଡ଼େ ସୁନ୍ଦର ଭାବରେ ମନେ, ଏମିତି ଗୋଟେ ବର୍ଣ୍ଣନା ଆଉ ମିଳିବ ସାହିତ୍ୟ ଜଗତରେ? ଅଳକା ସବୁ ଝୁଲି ପଡ଼ିଛି, ତା ଭିତରେ ଚନ୍ଦନ ବିନ୍ଦୁଟି ଲୁଚି ଯାଉଛି, ଦୁଷି ଯାଉଛି, ଲୁଚି ଯାଉଛି, ଦୁଷି ଯାଉଛି, ଖେଳ ଚାଲିଛି ମେଘ କୂଳରେ ଚନ୍ଦ୍ରମାର ଖେଳ ଭଳିଆ। ଜଳଦ ପଟଳ ଚଳ ମିନ୍ଦୁ ବିନିନ୍ଦକ ଚନ୍ଦନ ତିଳକ ଲଲାଟମ, ଏଇଭଳିଆ ଲଲାଟ। ଯାହା ହଉ ଅଳକା ବଳି ମୁଠେ ମେଞ୍ଚେ ନୀଳରତ୍ନ ପାଇଛୁ। ଆଉ କ'ଣ ଗୋଟେ କହୁଥିଲ ନିଧି ନବନିଧି ଭିତରେ ମୁଖ୍ୟ ବୋଲି? ହଁ, ସ୍ୱୟଂ ସୁନ୍ଦର ଗୋଟେ ପଦ୍ମନିଧି ପାଇଛୁ, ସାକ୍ଷାତ ପଦ୍ମନିଧିଟା ପୁରା ଅନନ୍ତ ଐଶ୍ୱର୍ଯ୍ୟ 9 ଭାଗରୁ ଭାଗେ ବଡ଼ ଭାଗଟା ଜ୍ୟେଷ୍ଠାଂଶଟା, ସେ କ'ଣ? ଶ୍ୟାମ ସୁନ୍ଦର ତୁମର ମନୋହର ମୁଖମଣ୍ଡଳ, ପଦ୍ମତୁଲ୍ୟ ମନୋହର ମୁଖମଣ୍ଡଳ, ପରମ ରମଣୀୟ, ଯାହାକୁ ଥରେ ଦେଖିଦେଲେ ଆଖି ପକେଇ ହଉନି। ସୁନ୍ଦର ବଦନ ମଣ୍ଡଳ, ଥରେ ଚାହିଁଦେଲେ ଆଉ ଆଖି ଫେରେଇ ହଉନି। ସେ ପଦ୍ମନିଧିଟି ପାଇଛ, ନୀଳନିଧି ପଦ୍ମନିଧି। ଆଉ କ'ଣ ପାଇଛ? ଭିକ୍ଷାଳକା ବୃତ ମୁଖାମୁ ତବ କୁଣ୍ଡଳ ଶ୍ରୀ। ଶ୍ୟାମ ସୁନ୍ଦର ଯୋଡ଼େ ବଢିଆ ଦର୍ପଣ ପାଇଛୁ ବୋଲି ଆମେ କହୁନଥିଲୁ? ତୁମର ଗଣ୍ଡମଣ୍ଡଳ ଚିକ୍କଣ, ଗଣ୍ଡସ୍ଥଳ ଉଭୟ, କିନ୍ତୁ ତା ଭିତରେ କ'ଣ ଗୋଟେ ସୁନାର ମାଛ ଯା ଆସ କରୁଛି ବୋଲି କହୁଥିଲେ ନା? ହଁ, ସବୁବେଳେ ଯାଉଛି, ଆସୁଛି ଯାଉଛି, ଆସୁଛି ଯାଉଛି। ସେ କ'ଣ ନା କୁଣ୍ଡଳଶ୍ରୀ, ଯୋଉ ମକର କୁଣ୍ଡଳ ଯୋଡ଼ିକ ଲମ୍ବିଛି କାନରେ, ଲମ୍ବିଛି, ସେ ହଲୁଛି। ଆଉ ମଣିଷଟା କ'ଣ ସ୍ଥିର ହେଇକିରି ସବୁବେଳେ ରହିବ? ମୁଣ୍ଡକୁ ରଖିଥିବ ସ୍ଥିର କରିକିରି, ହଲଚଳ ଟିକେ ହବନି? ସ୍ପଣ୍ଡିଲିସ୍ ହେଇଛି ତର, ଟିକେ ହଲିଲା ଖେଳି ସେ କୁଣ୍ଡଳ ଦିଦି ଦୋହଲୁଛି। ଏ ତ ଲମ୍ବା ଲମ୍ବା ଝରାରେ ଲଟିକିଛି ନା, ସେ ଦୋହଲୁଛି। ଯେତେବେଳେ ସେ ଦୋହଲୁଛି, ସେଟା କି ଆକୃତିର? ନା ମକର କୁଣ୍ଡଳ। ମକର କହିଲେ ମଗର, ମଗର ମତ୍ସ୍ୟ ବିଶେଷ, ହାତୀର ଶୁଣ୍ଡ ଥିଲା ଭଳିଆ ତା ମୁହଁଟା ତିଆରି। ମଗର ମାଛଟା ତାର ମୁହଁଟା ହାତୀର ଶୁଣ୍ଡ ଭଳିଆ ଏମିତି ଗୋଟେ ବାହାରିକରି ଥିବ, ତେଣୁ ତାକୁ ମଗର କୁହାଯାଏ। ଏକ ବିଶାଳ ମତ୍ସ୍ୟ ସମୁଦ୍ରରେ ବାସ କରେ।
ତାରି ଆକୃତିର କୁଣ୍ଡଳ ଯୋଡ଼ିକ ତିଆରି ହେଇଥିବାରୁ ତା ନାଁ ମକର କୁଣ୍ଡଳ ବା ମଗର କୁଣ୍ଡଳ, ମଗର ଆକୃତିର। ସେ କୁଣ୍ଡଳ ଦୁଇଟି ଯେତେବେଳେ ହଲି ଯାଉଛି ଆପଣଙ୍କ ଗଣ୍ଡମଣ୍ଡ ଏପରି ଚିକ୍କଣ ଯେ ଆପଣଙ୍କର ଗଣ୍ଡମଣ୍ଡଳ ଏପରି ଚିକ୍କଣ ଯେ ଏଭଳିଆ ଗାଲ ଯେତେବେଳେ କୁଣ୍ଡଳଟି ହଲୁଛି ତାର ପ୍ରତିବିମ୍ବ ତା ଉପରେ ପଡୁଛି, ମାନେ ତାର ଛାଇଟା ଯାହା ସବୁ କି ପ୍ରକାର ମସୃଣ ଗଣ୍ଡ। ଏ ବର୍ଣ୍ଣନାଠୁ କବି ଉପେନ୍ଦ୍ର ଭଞ୍ଜ ଆଉ ବଳି ଯାଇଛନ୍ତି। ଗୋଟେ ଜାଗାରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ ସେ ବର୍ଣ୍ଣନା କରୁଛନ୍ତି। ଏଟା ତ ବହୁ ପିଲାଦିନର ପଢା, ପୁରା ପଦ ମନେ ପଡିବନି ଖାଲି ତ। ପାନ କଳ ପୁରୀ ତୁଣ୍ଡେ ପୁଣି ଫୁଟି ଦିଶେ ଗଣ୍ଡେ। ଭିତରେ ପାନଟା ଗୋଟେ ନାୟିକାର ବର୍ଣ୍ଣନା। ସେତେବେଳେ ପାନଟା ଗାଲରେ ଧରିଛି କିମ୍ବା ଢୋକି ଦଉଛି, ସେ ଲାଲ ପିକ ଯେତେବେଳେ ଯାଉଛି କି ପାଟିରେ ଅଛି ସେଟା ଏପଟେ ଫୁଟିକିରି ଦୁଶୁଛି, ଭିତରେ ଗଲା ଭଳି ନାଲିବାଟା ନାଲି ରଙ୍ଗଟା, ତାମାନେ କେତେ ସ୍ୱଚ୍ଛ ସେ ଚର୍ମ। ଉପେନ୍ଦ୍ର ଭଞ୍ଜ ଆଉ ଥୋଡା ଆଗେଇ ଯାଇଛି, ମାନେ ଭିତରେ ଥିବା ଜିନିଷ ଫୁଟିକିରି ଦୁଶୁଛି ଏପଟକୁ। ଏଠି ବ୍ରଜାଙ୍ଗନା ମାନେ କହୁଛନ୍ତି କଣ, ଏଡେ ସ୍ୱଚ୍ଛ ସେ ଗଣ୍ଡମଣ୍ଡଳ ଯେ ମକର କୁଣ୍ଡଳର ଛାଇ ତ ପ୍ରତିବିମ୍ବିତ ହୋଇ ମକର କୁଣ୍ଡଳ ତ ନିରନ୍ତର ହଲୁଛି, ତେଣୁ ତା ଭିତରେ ଗୋଟେ ସୁନ୍ଦର ମତ୍ସ୍ୟ ସେ ଦର୍ପଣ ଭିତରେ ଯାହା ସକଲା ଭଳିଆ ସବୁବେଳେ ଦୁଛି, ତା ଛାଇଟା ଆଉ କଣ। କଣ ବୁଝିହେଲା କି ନାଇଁ? ବୁଝିହେଲାନି? ତବ କୁଣ୍ଡଳ ଶ୍ରୀ, କୁଣ୍ଡଳ ତ କୁଣ୍ଡଳ, ଏଇଟା ହେଲା ତାର ଶ୍ରୀ, ତାର ଗତାଗତ ଛାୟା ପ୍ରତିବିମ୍ବନ ସ୍ୱଚ୍ଛ ଗଣ୍ଡମଣ୍ଡଳରେ ପଡୁଛି, ତା ପାଇଛୁ। ସେଟା କିଏ ଭୋଗ କରୁଛି? ଆମେ ପାଇଛୁ ସେ ଧନ। ବିଖ୍ୟାଳ କାବୃତ ମୁଖଂ ତବ କୁଣ୍ଡଳ ଶ୍ରୀ ଗଣ୍ଡସ୍ଥଳା ଧର ସୁଧମ। ଆଜ କହୁନଥିଲୁ ଗୋଟେ ବିଶ୍ୱର ନାହିଁ, କୋଟି ବିଶ୍ୱର ନାହିଁ, ଅନନ୍ତ ବ୍ରହ୍ମାଣ୍ଡ ନାହିଁ, ଆଉ ତାଠୁ ଜିନିଷ ଅଧିକା ଥାଏ, ତା ଭିତରେ ସର୍ବଶ୍ରେଷ୍ଠ ବିଦ୍ରୁମ ପ୍ରବାଳ। ତାହା କଣ ନା ତବାଧର, ଆପଣଙ୍କର ଲାଲ ଓଷ୍ଠ। ଏ ଅପୂର୍ବ ଅଦ୍ଭୁତ ପ୍ରବାଳ, ପ୍ରବାଳ ସହିତ ତାକୁ ତୁଳନା କରାଯାଏ ଲାଲ ପ୍ରବାଳ। ତା ଦେହରୁ ମଧୁ ଝରୁଛି ମଝି ମଝିରେ, ଅଧର ଶୁଦ୍ଧମ, ଶୁଦ୍ଧମ ସୁଧା। ତ ଗଣ୍ଡସ୍ଥଳା ଧର ଶୁଦ୍ଧମ ହସିତା ବଲ। ଆଉ କଣ ପାଇଛୁ? ଏଇଟା ଆମେ ଛାଡି ଯାଇଥିଲେ। ତ ଅନେକ ହୀରକ ଖଚିତ ଏକ ମାଣିକ୍ୟର ପଦକ ପାଇଛୁ। ପ୍ଲେଟଟା ହଉଛି ମାଣିକ୍ୟର, ବେଶଟା ତା ଉପରେ ଗୁଡ଼ିଏ ହୀରା ଖଞ୍ଜା ହୋଇଛି। ସେଇଟା କଣ? ହସିତାବଲୋକମ, ଲାଲ ରଙ୍ଗର ମାଣିକ୍ୟ, ମୁଖ ଅଭ୍ୟନ୍ତର, ତା ଭିତରେ ଦନ୍ତ ଗୁଡ଼ିକ, ଦଶନ ଗୁଡ଼ିକ, ଦାନ୍ତ ଗୁଡ଼ିକ ହୀରକ ଖଣ୍ଡ। ହାସ ହାସ, ଭଗବାନ ଯେତେବେଳେ ହସି ଦଉଛନ୍ତି ଭିତରୁଟି ଲାଲ ଦୁଶୁଛି, ଜିହ୍ୱା ଓ ମୁଖ ଗହ୍ୱର ଲାଲ ଦୁଶୁଛି, ତା ଭିତରେ ଦନ୍ତ ଗୁଡ଼ିକ, ଦାନ୍ତ ଗୁଡ଼ିକ ଫୁଟିକିରି ଦୁଶୁଛି। ହସିତାବଲୋକମ, ଇଏ ହଉଛି ସେଇ ପଦକ, ହୀରକ ଖଚିତ ମାଣିକ୍ୟ ପଦକ। ଗଣ୍ଡସ୍ଥଳାଧର ସୁଧମ ହସିତାବଲୋକମ ଦତ୍ତା ଭୟଞ୍ଚ ଭୁଜ ଦଣ୍ଡ ଯୁଗଂ ବିଲୋକ୍ୟ। ଆଉ କଣ ପାଇଛୁ? ନା ଭୁଜଦଣ୍ଡ, ଯୋଡ଼ିଏ ନୀଳ ସ୍ତମ୍ଭ, ନୀଳମଣିରେ ତିଆରି ସ୍ତମ୍ଭ ଯୋଡ଼ିଏ, ତା ବି ପାଇଛୁ। ବିଲୋକ୍ୟ, ଆଉ ନା ଶେଷକୁ ତ ଗୋଟେ ଅଦ୍ଭୁତ ଜିନିଷ ପାଇଛୁ, ଆଉ ତାକୁ କିଏ ମୂଲ୍ୟ କରିବ? କହୁଟେ ନା ଦେଉଳଟେ, ସେ ଦେଉଳ ଭିତରେ ଜଣେ ଦେବୀ ଅଛନ୍ତି, ଲୀଳା କରୁଛନ୍ତି ନିରନ୍ତର। ନବରତ୍ନରେ ନିର୍ମିତ ସେ ଦେବାଳୟ, ସେ କଣର?
ଶ୍ୟାମ ସୁନ୍ଦର ତୁମ ବକ୍ଷସ୍ଥଳ ଯୋଉଥିରେ ସାକ୍ଷାତ ଲକ୍ଷ୍ମୀ ସବୁବେଳେ କ୍ରୀଡ଼ା କରୁଛନ୍ତି ତାଙ୍କର ବାସସ୍ଥଳୀ। ଆଉ ଦେବୀଟା ମନ୍ଦିରରେ ରହିବନି କୋଉଠି ରହିବ? ଦେଉଳରେ ନ ରହିକିରି ତୁମ ବକ୍ଷସ୍ଥଳ ଯୋଉଠି ଲୀଳା କରୁଛି କିଏ ସେ? ଲକ୍ଷ୍ମୀ। କିଭଳିଆ ବକ୍ଷ? ନା ଶ୍ରୀୟୈକ ରମଣ। ଶ୍ରୀୟୈକ ରମଣ, ଶ୍ରୀ ଲକ୍ଷ୍ମୀର ଏକମାତ୍ର ରମଣ ସ୍ଥଳୀ, ଏକମାତ୍ର। ଏ ଦୌଡ଼ିଲେ ଖାଲି ଆଉ ସେ କୁଆଡ଼େ ଯିବନି। ସୂର୍ଯ୍ୟ ଦେବତା ଯେମିତି କୋଣାର୍କ ଛାଡ଼ିକିରି କୁଆଡ଼େ ଯିବନି, ଏଡେ ସୁନ୍ଦର ମନ୍ଦିର ଆଉ ତାଙ୍କର କୋଉଠି ନାହିଁ। ସେମିତି ଲକ୍ଷ୍ମୀ ଏ ମନ୍ଦିର ଛାଡ଼ି, ଏ ସିଂହାସନ ଛାଡ଼ି ଆଉ କୁଆଡ଼େ ହେଲେ ଯିବନି। ଏ ସମସ୍ତ ସମ୍ପତ୍ତି ଗୁଡ଼ିକ ଯେତେବେଳେ ଆମେ ପାଇଛୁ, ନିରନ୍ତର ଭୋଗ କରୁଛୁ। ଆଜିକି କେତେ ଦିନ ହେଲା? 5 ବର୍ଷ କି 7 ବର୍ଷ ହେଲା। ଯେତେବେଳେ ଛୋଟ ଛୋଟ ପିଲା ଥିଲୁ, ଆମର ବୁଦ୍ଧି ନଥିଲା, ସେତେବେଳେ ଏଇ ସମ୍ପତ୍ତି ଗୁଡ଼ିକର ମୂଲ୍ୟ ଆମେ ଜାଣିପାରିନଥିଲୁ। ଯେତେବେଳେ ଆମର ବୟସନ୍ଧି କାଳ ଆସିଲା, ଆମେ ଏହାର ମୂଲ୍ୟ ବୁଝିବାକୁ ଆରମ୍ଭ କଲୁ। ସେଦିନଠୁ ଆମେ ନିତ୍ୟ ନିରନ୍ତର ଭୋଗ କରୁଛୁ। ଗୁଡାକ ଆମର ନୁହଁ କାର। ଯେହେତୁ ଧନ ସବୁ ଆମେ ପାଇସାରିଛୁ, ଆମକୁ ଆଉ ଦାସ୍ୟ ମଜୁରୀ ଦବାର ଆବଶ୍ୟକତା ନାହିଁ। ୟା ଉପରେ ଆହୁରି କେତେ ସୁନ୍ଦର କଥା ଅଛି, କିନ୍ତୁ ଆଜି ଆମେ 7:15 ବନ୍ଦ କରିବା ବୋଲି ଭାବିଥିଲି। ମୁଁ ଟିକେ ଭୁବନେଶ୍ୱର ଯିବି। ତେଣୁ ଏତିକିରେ ଆଜି ଭାଗବତ ବିଶ୍ରାମ କରନ୍ତୁ। ମୁଁ ତରବାରୀ ହେଇ ପଳାଉଛି। ଆଉ ଯାହା ରହେ ମନ ବି ଚଞ୍ଚଳ ହେଲାଣି କେଶ।